हे भगवान मो भाग्य कौन या लेखा थिला स्त्री पाखे गोलामगिरी करी करी ए पुरुष समाज रे मु गोटे कलंकित नायक साजिली घरे भाई उटा खंड तो दी खंड करिया को दौ नथिला हेले एठी काम करी करी देह मुंड पीड़ा जे देहरे हाथ मारी हो तापर पुणी बन्यार जो कदर्य भाषा से जमा शुणी हो हेले सी एमती टर्चर करुची जमी गोटे मदुआ स्वामी ता स्त्री को टर्चर करे हेले हेले से कहीं एमती करुची टंका सब जोर कर कॉलेज रे पहुंचले पुरा टंका डिपोजिट कर देबो हाँ मु भूल करिची मो भाई रो विश्वास को भांगी दे मु मस्त बड़ा भूल करिची सेति भाई मोर आत्महत्या करि देबा दरकार हां मोर आत्महत्या करि देबा दरकार एमिति भूल करिवनी जइपो बापा आत्महत्या करिवा महापाप बापा हेले तो सबार दिन वो एक्शन भितर एमिति कोन हे गला जे आत्महत्या पर्यंत कइलनी मने रखो आत्महत्या करियो हेले मो झियर परमिशन नवा को पड़ी नहीं बापा आपण मो कथार भूल अर्थ बुझिली मु कोन कहउतिली कि आपण घरे नथिले एका काम करी करी गोड़ा हाथ पूरा बिंधा सिटिका होती एमिति जे सेइति कहउतिली बड़ मरी जाइले भल होता यही कथा हाँ बापा गोटे कथा कहबी रखिबे नहीं जदि रखिबे ताले कहबी नहीं आपणकर जो बिंधा बिंधी हुए मु आपणकर घसी दिए एबे मोर बिंधुची आपण टिके घसी दियंतनी बुझिलो जवाई पो मो ससुर को मु धरे एमिति कहि दे जा हेले से कोन कहले जानि तो हो कहले कहले आजि काली सासु ससुर माने हेले हां ओरिजिनल देवता गोपाम ताको द्वारा जे तमे पाद सेवा करिवो ताले पाप हो अवश्य तम प्रॉब्लम टा सॉल्व करि देबी अभावी मनुष्य मो संगे राणी छी हां मु सब ठीक कर देबी तुम व्यस्त हौ हौ भाग्य तो खराब है कहवा का गोड़ हाथ सब पीड़ा है ये घसा मुड़ा कर देबो तो 500 देबी 500 राइपो पेटे पड़ो हां पेटे ही पड़ो ओ पेटे ही पड़ुची भाग्य तो खराब है कहवा का छाड़ तो घसा ना मते मो भाई घसा भली लगुची आओ कहलु देखी तू किए तो ना कौन Oh,
ମତେ ନ ଜଣେଇକି ତୁ ବାହାରି କହିଲୁ ନରି ଠିକ କହୁଥିଲା ରେ ନରି ଠିକ କହୁଥିଲା ତମେ ମତେ ସମସ୍ତେ ଭୁଲି ଯାଇଛ। ନାଇଁ ଭାଇ, ମୁଁ ଭାବୁଛି ମୋ ଭାଇଟା ମୋ ପାଖକୁ ଆସୁନି କାହିଁକି? ଭୁଲି ଯାଇଛ। ଭୁଲିନି ଭାଇ, ମୁଁ ତୋ କଥା ଜମା ଭୁଲିନି। ବରଂ ପରିସ୍ଥିତି ମତେ ଆଣି ଗୋଟେ ଏମିତି ଜାଗାରେ ଠିଆ କରିଦେଇଛି, ମୁଁ ତୋ କଥା ଯେତେ ମନେ ପକେଇଲେ ବି ତୁ ମୋର ଜମା ମନେ ପଡୁନୁ ଭାଇ, ଜମା ମନେ ପଡୁନୁ। କୋଉ ପରିସ୍ଥିତି କଥା କହୁଛୁ? ଭାଇ ମତେ ନ ଜଣେଇକି ବାହାରି ପଡିଲୁ ଠିକ ଅଛି, ହେଲେ ଶେଷରେ ତୁ ମତେ ଭୁଲି ଗଲୁ। ଭୁଲିନି ଭାଇ, ଜମା ଠିକ କଲୁ ରେ ଭାଇ ଜମା ଠିକ କଲୁ। ମୁଁ ତତେ କେମିତି ବୁଝେଇବି ଭାଇ? ସେଦିନ ତୋର ଟଙ୍କା ଆଣି ଆସିଲା ପରେ ଆରେ ମୋ ବୋହୁ ମାକୁ ବୁଝେଇଛୁ ଯେ ତାଙ୍କ ମନର ଭ୍ରମ ଦୂର କରିଦେବି। ନାଇଁ ଭାଇ, ଦୂର କରିଦେବି ମୁଁ। ସେ ଜାଣିବେ ମୋର ମଙ୍ଗଳ ହବନି, ମୋର ଅମଙ୍ଗଳ ହବ। କାହିଁକି ଅମଙ୍ଗଳ ହବ? ନା, ସେ ଜାଣିଛି ମୋର କେହି ନାହାନ୍ତି। ତା ପାଖରେ ମୁଁ ତତେ ମାରି ଦେଇଛି। ଠିକ କରିଥିଲେ ଜୀବନ ଆଉ ଠିଆ ହେଲୁ କାହିଁକି? ଆରେ ଜୀବନ, ଆରେ এই 50 ଟଙ୍କା ସାବଟାକୁ ନେଇ ଯାଇ ସେ ମଶାଣିରେ ପୋଡ଼ିଦେବୁ। ପାରିବିନି ଭାଇ, ମୁଁ ପାରିବିନି। ଆରେ କାହିଁକି ପାରିବ ନା? କାହିଁକି ନା ସେଥିପାଇଁ ମୋ ସ୍ତ୍ରୀର ପରମିଶନ ଦରକାର। ଚାଲିଯା ଛୁଟୁ। ଏଠୁ ଜମା ରୁଜିବେନି ରେ ଯିବ ତତେ ମୋର ଭାଇ। କରିବାର ମାୟାହାଣୀ ପଛରେ ଗୋଳେଇ ଗୋଳେଇ ମୁଁ ଏଠି ଗୋଟେ କୀର୍ତ୍ତଦାସ ପଲଟି ଯାଇଛି ଭାଇ। ଏଠି ତ ମୁକୁଳିବାର ପ୍ରଶ୍ନ ଉଠୁନି। ଯିବ ଆଉ ତୋ ସହିତ ଯିବି କେମିତି? ଯା, ଚାଲିଯା ଭାଇ, ତୁ ଚାଲିଯା। ଯିବ ତୁ ଯଦି ମୋ ସାଥିରେ ନ ଯିବୁ ତମ ପାଠ ପଢା ପାଇଁ କରିଥିବା କରଜ କେମିତି ସୁଝିବେ? ଯିବ ତୁ ଯଦି ମୋ ସାଥିରେ ନ ଯିବୁ ବନ୍ଧା ପଡିଥିବା ଘରଟିଅଟା ମୁଁ କେମିତି ମୁକୁଳିବି? କେମିତି ମୁକୁଳିବି? ସେ କଥା ମତେ କହି କିଛି ଲାଭ ନାହିଁ ଭାଇ। ନା, ଆଜି ପର୍ଯ୍ୟନ୍ତ ମୋର ଟଙ୍କାଟେ ହେଲେ ବି ନିଜର ରୋଜଗାର ନାହିଁ। ଯା, ଯୋଉଠୁ ଯେମିତି କରିକି ସେ ଘରଟିଟା ତୁ ସୁଝି ଦଉ। ଚାଲିଯା ଭାଇ, ତୁ ଚାଲିଯା। ଭାଇ କୁଲି ଭାଇଙ୍କ କଥା କହୁଥିଲି। ତାଙ୍କର ଗାଁରେ ଗୋଟେ ଟଙ୍କା କରଜ ଅଛି ତ, ସେଥିପାଇଁ କହିଲି ଯାହା ଯେମିତି କରି ଟଙ୍କାଟା ସୁଝିଦ। ଠିକ କହିଛ ତମେ। ଉତ୍ତମ ମଣିଷର କାମ। ହେଲେ
ତମେ ଆ ଭିତରେ ଗୋଟେ ଭୁଲ କରି ସାରିଲଣି। ଭୁଲ? ହଁ କହିବି କହିବି କହିବି। ମୋ କଥା ଛାଡ଼। ଏଇ ପୁଲି ବାବୁଙ୍କୁ ଯୋଉ ଭାଇ ସମ୍ବୋଧନ କଲ, ଏକଥା ମୋ ଝିଅ ଯଦି ଜାଣିବ ତମର ଅବସ୍ଥା କଣ ହବ? ମୁଁ ଜାଣିଛି, ମୋ ସ୍ତ୍ରୀ ଜାଣିଲେ ସେ ମୋ ଉପରେ ରାଗିବ। ଜୟପ ବାବୁ, ମଶା ଖାଇକି ତ ଗୋଡ଼ ହାତ ଷ୍ଟ୍ରଙ୍ଗ ହେଇଗଲାଣି। ଆଉ ଅଇଁଠା ବାସନରା ପଡୁଛି, ଯାଅ ମାଜି ଦବ ଯାଅ। ଯାଅ ମାଜି ଦବ। ହଉ ମୁଁ ଆସୁଛି ବାପା, ମୁଁ ଆସୁଛି। କୁଲି ଭାଇ।